ଜଙ୍ଗଲରେ ଏମିତି ଅନେକ କାଠ ପଡ଼ି ନଷ୍ଟ ହୋଇଯାଉଛି, କିନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ ଏହି କାଠ ଗଣ୍ଡିଗୁଡ଼ିକୁ ନେଇ କାଠରେ ତିଆରି କିଛି ଶିଶୁମାନଙ୍କ ପାଇଁ ଖେଳଣା ତିଆରି କରିପାରିଲେ ଏହାର ଉପଯୋଗିତା ବୃଦ୍ଧି ପାଇପାରିବ। କୌଣସି ବିଷୟ ଦରକାରୀ ନୁହେଁ, ସବୁ ଦରକାରୀ ରହିଛି କେବଳ ଇମାଜିନେସନ୍, ଇମାଜିନେଟିଭ୍ ଆଣ୍ଡ ଆପ୍ଲିକେସନ୍। ଦେଖନ୍ତୁ, କାଠର ସେଇ ଶୀର୍ଷ ଭାଗକୁ ଚଢ଼େଇର ଥଣ୍ଟ ପରି ରହିଛି ଏହା। ତାହେଲେ ବୁଝନ୍ତୁ କାଠର ଉପଯୋଗିତା ଅଛି କି ନାହିଁ। ସିଭିଲ୍ ସର୍ଭେଣ୍ଟ ମାନଙ୍କର ଉଚ୍ଚ ଚିନ୍ତନ ପ୍ରକ୍ରିୟା ଦ୍ୱାରା ଭାରତର ନିର୍ମାଣ ଅତି ସହଜ ହୋଇପାରିବ। ନଷ୍ଟ ହେବା ପୂର୍ବରୁ ତାହାକୁ ଉପଯୁକ୍ତ ବ୍ୟକ୍ତି ପାଖରେ ପହଞ୍ଚାଇ ତାହାର ବଜାର ମୂଲ୍ୟ ତିଆରି କରିବା, ଇକୋନୋମିକ୍ସରେ ଚେଞ୍ଜ କରିବା, ଏହା ହେଉଛି ସେହି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯେଉଁମାନେ କି ସିଭିଲ୍ ସର୍ଭେଣ୍ଟ ବା ବଡ଼ ବଡ଼ ପଦପଦବୀରେ ଅଧିଷ୍ଠିତ ଅଛନ୍ତି, ସେମାନଙ୍କ ପାଇଁ ଏହା ଏକ ଆକର୍ଷଣ ଏବଂ ଦୃଷ୍ଟି ଆକର୍ଷଣ।